ବିର୍ଜନେସ୍ କେବଳ ଶରୀରକୁ ନୁହେଁ, ଧୀରେ ଧୀରେ ମନ, ଫୋକସ୍ ଆଉ କନଫିଡେନ୍ସକୁ ମଧ୍ୟ ୱିକ୍ କରିଦିଏ। କିଛି ମିନିଟ୍ର ପ୍ଲେଜର ପାଇଁ ଅନେକ ଯୁବକ ନିଜର ଏନର୍ଜି, ଡିସିପ୍ଲିନ୍ ଆଉ ସେଲ୍ଫ ରେସ୍ପେକ୍ଟକୁ ହରେଇ ଦେଉଛନ୍ତି। ଏହି ଭିଡ଼ିଓରେ ତୁମେ ଜାଣିପାରିବ କି ବିର୍ଜନେସ୍ ପରେ ମନ କାହିଁକି ଦୁଃଖୀ ହେଇଯାଏ ଆଉ କେମିତି ନିଜ ମନକୁ କଣ୍ଟ୍ରୋଲ କରି ଆପଣ ପାୱାରଫୁଲ୍ ହେବେ। ତେବେ ଚାଲନ୍ତୁ ଆଜିର এই ଭିଡ଼ିଓକୁ ଷ୍ଟାର୍ଟ କରିବା। ସାଙ୍ଗମାନେ, କେବେ ତୁମ ସହିତ ଏମିତି ହେଇଛି କି ବିର୍ଜନେସ୍ କରିସାରିବା ପରେ କିଛି ସମୟ ପାଇଁ ତ ପ୍ଲେଜର ମିଳିଲା, କିନ୍ତୁ ତାପରେ ହଠାତ୍ ମନରେ ଗୋଟେ ଅଜଣା ଫିଲିଙ୍ଗସ୍ ଆସିଲା, ଗିଲ୍ଟି, ସେମ୍ ଆଉ ନିଜ ପ୍ରତି ଘୃଣା। ତାପରେ ତୁମେ ଭାବିଲ କି ମୁଁ ପୁଣି କାହିଁକି ଏମିତି କଲି, ମୁଁ ନିଜକୁ କଣ୍ଟ୍ରୋଲ କାହିଁକି କରିପାରିଲିନି। ଶୁଣନ୍ତୁ ସାଙ୍ଗମାନେ, ଏହି ଫିଲିଙ୍ଗସ୍ କେବଳ ଶରୀରରୁ ଆସେନି, ଏହା ତୁମ ମାଇଣ୍ଡରୁ ଆସେ। କାରଣ ଭିତରୁ ତୁମେ ଜାଣିଛ କି ତୁମେ ନିଜ ଗୋଲ୍ ଠାରୁ ଦୂରେଇ ଯାଉଛ। କିଛି ମିନିଟ୍ର ପ୍ଲେଜର ପାଇଁ ତୁମେ ନିଜ ଡିସିପ୍ଲିନ୍କୁ ହରେଇ ଦେଉଛ। ସାଙ୍ଗମାନେ, ବାରମ୍ବାର ବିର୍ଜନେସ୍ କେବଳ ଶରୀରକୁ ନୁହେଁ, ମାଇଣ୍ଡକୁ ମଧ୍ୟ ୱିକ୍ କରିଦିଏ। ଧୀରେ ଧୀରେ କନଫିଡେନ୍ସ ଲେଭେଲ୍ କମିଯାଏ, ଫୋକସ୍ ଭାଙ୍ଗିଯାଏ ଆଉ ମଣିଷ ତା ନିଜ ଆଖିରେ ନିଜେ ଛୋଟ ହେଇଯାଏ। ସବୁଠାରୁ ଡେଞ୍ଜରିୟସ୍ କଥା କ'ଣ ଜାଣନ୍ତି? ଏହି ହାବିଟ୍ ଧୀରେ ଧୀରେ ତୁମର ସେଲ୍ଫ ରେସ୍ପେକ୍ଟକୁ ଖାଇଦିଏ। ତୁମେ ବାହାରୁ ତ ନର୍ମାଲ ଦେଖାଯାଅ, କିନ୍ତୁ ଭିତରୁ ତୁମେ ତୁମ ନିଜ ସହିତ ହାରୁଥାଅ। ସାଙ୍ଗମାନେ ମନେ ରଖନ୍ତୁ, ଯେଉଁ ଲୋକ ନିଜ ମାଇଣ୍ଡକୁ କଣ୍ଟ୍ରୋଲ କରିପାରେନି ସିଏ ତା ଜୀବନରେ କିଛି ବି ବଡ଼ ହାସଲ କରିପାରେନି। କାରଣ ରିଏଲ ପାୱାର ମସଲରେ ନୁହେଁ, ସେଲ୍ଫ କଣ୍ଟ୍ରୋଲରେ ଥାଏ। ସେଥିପାଇଁ ନିଜକୁ ହେଟ୍ କରନି, ନିଜକୁ ଚେଞ୍ଜ କରିବାର ଡିସିସନ୍ ନିଅ। ମୋବାଇଲ ଆଡିକ୍ସନ୍ ଠାରୁ ଦୂରେଇ ଯାଅ, ଆଡଲ୍ଟ କଣ୍ଟେଣ୍ଟ ଠାରୁ ଦୂରେଇ ଯାଅ। ନିଜ ଏନର୍ଜିକୁ ପ୍ରଡକ୍ଟିଭ୍ କାମରେ ୟୁଜ୍ କର, ଏକ୍ସରସାଇଜ କର, ମେଡିଟେସନ୍ କର, ନିଜ ଗୋଲ୍ ଉପରେ ଫୋକସ୍ କର। କାରଣ ଯେଉଁଦିନ ତୁମେ ନିଜ ଡିଜାୟାରକୁ କଣ୍ଟ୍ରୋଲ କରିବା ଶିଖିଯିବ, ସେହିଦିନ ତୁମେ ନିଜକୁ ପୁଣି ରେସ୍ପେକ୍ଟ କରିବା ଆରମ୍ଭ କରିଦେବ। ସାଙ୍ଗମାନେ, କିଛି ସମୟର ପ୍ଲେଜର ତୁମ ଫ୍ୟୁଚର ଠାରୁ ବଡ଼ ନୁହେଁ। ନିଜ ମାଇଣ୍ଡକୁ ଷ୍ଟ୍ରଙ୍ଗ କର, କାରଣ ଷ୍ଟ୍ରଙ୍ଗ ମାଇଣ୍ଡ ଥିବା ଲୋକଙ୍କୁ ହିଁ ଏ ଦୁନିଆ ରେସ୍ପେକ୍ଟ କରେ। ଜୟ ହିନ୍ଦ।